ତୁମୁଡ଼ିବନ୍ଧ କୃଷି କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ନ ଉତ୍ତୋଳନ କରିବା ଘଟଣା। 77ତମ ସାଧାରଣତନ୍ତ୍ର ଦିବସ ପାଳନରେ ଦେଶ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ କୃଷି କାର୍ଯ୍ୟାଳୟରେ ଉଡ଼ିନଥିଲା ଜାତୀୟ ପତାକା। କାର୍ଯ୍ୟାଳୟରେ ପାଳନ ହେଲାନି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସରେ କାର୍ଯ୍ୟାଳୟରେ ତାଲା ପକାଇ କାର୍ଯ୍ୟାଳୟ କର୍ମଚାରୀମାନେ ଘରେ ରହିଯାଇଥିଲେ। ତେବେ ସୂଚନା ପାଇ ଆମ ପ୍ରତିନିଧି କାର୍ଯ୍ୟାଳୟ ମୁଖ୍ୟ କର୍ମଚାରୀ ସରୋଜ କୁମାର ଶତପଥୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ, କିନ୍ତୁ ଘଟଣାକୁ ଗୁରୁତର ନେଇନଥିଲେ ବାବୁ ଜଣକ। ପରବର୍ତ୍ତୀ ମୁହୂର୍ତ୍ତରେ ଚତୁରତାର ସହ ଅନ୍ୟ କର୍ମଚାରୀଙ୍କୁ କହି ପତାକା ଗୋଟେ ବାଡ଼ିରେ କାଢ଼ି ନେଇ ଟଙ୍ଗେଇ ଦେଇଥିଲେ, ଆଉ ନକଲି ଫୁଲ ତଳେ ପକାଇ ଦେଇଥିବା ଦେଖିବା ପାଇଁ ମିଳିଥିଲା। ସତେ ଯେମିତି ଯାନବାହନରେ ଲଗାଯାଇଛି ତା ସାଙ୍ଗକୁ ନକଲି ଫୁଲ। ଜାତୀୟ ପତାକାକୁ ଅସମ୍ମାନ ଘଟଣା ବିଷୟରେ ଶ୍ରୀ ଶତପଥୀଙ୍କୁ କ୍ୟାମେରା ସାମ୍ନାରେ ପଚାରିବାରୁ କିଛି ନ କହି ଚୁପଚାପ ସାମ୍ବାଦିକମାନଙ୍କର ବୁମ୍ କ୍ୟାମେରାକୁ ବାରବାର ଏଡ଼ାଇ ଦେଉଥିବା ଦେଖିବା ପାଇଁ ମିଳିଥିଲା। ତେବେ ଗତ ଦିନରେ ସାଧାରଣ ଲୋକଙ୍କ ସହ ନିର୍ବାଚନ ପ୍ରତିନିଧି ଏହାକୁ ନିନ୍ଦା କରିଥିବା ବେଳେ ନିଜ ଭୁଲକୁ ଆଜି ବି ମାନିବାକୁ ନାରାଜ ବାବୁ। ଭଲ କରି ଦେଖି ନିଅନ୍ତୁ ଏହି ଦୃଶ୍ୟକୁ। ତେବେ କୁଆଡ଼େ ରାଜ୍ୟ ସରକାରଙ୍କୁ ଡରନ୍ତି ନାହିଁ ବୋଲି ସୂଚନା ମିଳିଛି। ସରକାରୀ ବାବୁ କେତେ ଦେଶ ପ୍ରେମ ଜଳଜଳ ହୋଇ ଦେଖାଯାଉଛି। ରାଜ୍ୟ ସରକାର କେବେ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ମଧ୍ୟ ଦେଖିବା ପାଇଁ ବାକି ରହିଛି। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।